नमस्कार ओडिशावासी शुभ सकाळ आज रही देश विदेश राज्यर 20टी गुरुत्वपूर्ण खबर खबरटी देखा पूर्व आपंकर भल पाइबा स्वरूप भिडियोटी गोटे लाइक करी कमेंट रे आपण मानकर जिला ना लिखिदेवे जहाँफल प्रत्येक दिन आप जिलार खबर पाइपर तेज चलतु खबर उपर नजर पकाइबा। नंबर 1 बढ़िला सांसद को दरमा और भत्ता पिछला भाव 2023 रु एप्रिल रु लागू हो एप्रिल 1 रु सांसद माने 1 लाख टंका बदल में 1,24,000 टंका दरमा पाइबे। ଏହି ବୃଦ୍ଧି ନେଇ କେନ୍ଦ୍ର ସମ୍ପଦ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ ସାଂସଦଙ୍କ ଦରମା ଭତ୍ତା ପେନସନ ମଧ୍ୟ ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାରଙ୍କ ମୁଦ୍ରାସ୍ଫୀତି ହାରକୁ ଧ୍ୟାନରେ ରଖି ଏହି ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ହାର ଗୁଡ଼ିକ ଏପ୍ରିଲ 1 ରୁ ଲାଗୁ ହେବ। ଏହା ସହିତ ସାଂସଦଙ୍କ ପେନସନ ମଧ୍ୟ ବୃଦ୍ଧି ପାଇଛି। 5 ବର୍ଷରୁ ଅଧିକ ସମୟ ଧରି ସାଂସଦ ପେନସନ 25,000 ଟଙ୍କାରୁ ବଢି 31,000 ଟଙ୍କା ହୋଇଛି। ସେହିପରି ସଂସଦ ଅଧିବେଶନରେ ଚାଲିଥିବା ଦୈନିକ ଭତ୍ତା ଯାହାକି 2,000 ଟଙ୍କା ଅଛି ତାକୁ 2500 ଟଙ୍କା ମଧ୍ୟ ବୃଦ୍ଧି କରାଯାଇଛି। ପେନସନ ମାସିକ 25,000 ରୁ 30,000 ଟଙ୍କା ମଧ୍ୟ ବୃଦ୍ଧି କରାଯାଇଛି। ସାଂସଦ ମାନଙ୍କୁ ମାସିକ ଦରମା ବ୍ୟତୀତ ନିର୍ବାଚନ ମଣ୍ଡଳୀ ଭତ୍ତା ବାବଦରେ 70,000 ଟଙ୍କା, ଅଫିସ ଭତ୍ତା 60,000 ଟଙ୍କା ମିଳିଥାଏ। ସେମାନଙ୍କ ଦରମା ଉପରେ କୌଣସି ଟିକସ ଲାଗୁ ମଧ୍ୟ ହୁଏ ନାହିଁ। 10 ଲକ୍ଷ ମହିଳାଙ୍କୁ ମିଳିବା 1 ଲକ୍ଷ ଟଙ୍କା ରାଜ୍ୟରେ ସଫଳ ହୋଇଛି ଲକ୍ଷପତି ଦିଦି ଯୋଜନା। ତେବେ 10 ଲକ୍ଷ ମହିଳା ଉଦ୍ୟୋଗୀ ଲକ୍ଷପତି ଭାବେ ସୁନିଶ୍ଚିତ କରିଛନ୍ତି। ଓଡ଼ିଶା ମହିଳା ସଶକ୍ତିକରଣ ଦିଗରେ ଯୁଗାନ୍ତକାରୀ ସଫଳତା 10 ଲକ୍ଷ ଦିଦି ସରକାରଙ୍କ ସଂକଳ୍ପରେ ପ୍ରମାଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଆଗାମୀ ଦିନରେ ଏହି ଯୋଜନା ଅନ୍ତର୍ଗତ ମହିଳାଙ୍କୁ ସଶକ୍ତ କରାଯିବ ବୋଲି ସରକାରୀ ସୁବିଧା ଯୋଗାଇ ଦିଅ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। 2 ବର୍ଷ ଭିତରେ ରାଜ୍ୟର 25 ଲକ୍ଷ ମହିଳା ଲକ୍ଷପତି ଦିଦି ଯୋଜନାରେ ସାମିଲ ହୋଇଥିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ପୁରୀ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ଆଦିବାସୀ ମହିଳାଙ୍କୁ ମିଳିବ ପାଇଲଟ ଟ୍ରେନିଂ। 1164 ଏକର ଜମି ଚୂଡାନ୍ତ। ପୁରୀରେ ଖୁବ୍ ଶୀଘ୍ର ହେବ ବିମାନ ବନ୍ଦର। ଏ ସଂକ୍ରାନ୍ତରେ ବିଧାନସଭାରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ପରିବହନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ସୂଚନା ଦେଇଛନ୍ତି ମନ୍ତ୍ରୀ। ବିମାନ ବନ୍ଦର ପାଇଁ ବର୍ତ୍ତମାନ ସୁଦ୍ଧା 1164 ଏକର ଜମି ଚୂଡାନ୍ତ ହୋଇଛି। 10 ଆଦିବାସୀ ମହିଳାଙ୍କୁ ମିଳିବ ପାଇଲଟ ଟ୍ରେନିଂ। ଫିଟନେସ୍ ଯାଞ୍ଚ ହେଉନଥିବା 17ଟି ଆରଟିଓରେ କାମ ମଧ୍ୟ ଆରମ୍ଭ ହେବ। ଅଳ୍ପ ଦିନ ମଧ୍ୟରେ ପୁରୀ ଅନ୍ତର୍ଜାତୀୟ ବିମାନ ବନ୍ଦର ସଂକ୍ରାନ୍ତ କାର୍ଯ୍ୟ ବିଭାଗ ପକ୍ଷରୁ ଆରମ୍ଭ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ବିମାନ ବନ୍ଦର ହେବା ପରେ ବିଦେଶୀ ଏବଂ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପୁରୀ ଯା ଆସ କରିବା ସହଜ ହେବ ବୋଲି ସରକାର ଆଶା ରଖିଛନ୍ତି। ହୁ ହୁ ହୋଇ ବଢି ଚାଲିଛି ସୁନା ଦର। ତେବେ କୁହାଯାଉଛି ଯେ ବିଶ୍ୱ ବଜାରରେ ଅସ୍ଥିରତା, ଭୂ ରାଜନୈତିକ ସମସ୍ୟା ହୁ ହୁ ହୋଇ ବଢିଛି ସୁନା ଦର। ଏବେ ବର୍ତ୍ତମାନ ଆଉ ମାସେ କେଇଟା ଭିତରେ ଲକ୍ଷ ଟଙ୍କା ଲାଗିବ ସୁନା ଦର। ଆଜି ପୁଣି ସୁନା ଦର ପରିବର୍ତ୍ତନ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟରେ ସୁନା 10 ଗ୍ରାମ ପିଛା କୁହାଯାଉଛି 91,000 ଟଙ୍କା ରହିଥିବା ବେଳେ 22 କ୍ୟାରେଟର ମୂଲ୍ୟ ମଧ୍ୟ 23,000 ଟଙ୍କା ରହିଛି। ସେପରି ଭାରତୀୟ ବଜାର 24 କ୍ୟାରେଟର ସୁନାର ମୂଲ୍ୟ ମଧ୍ୟ ବଢିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇର 22 କ୍ୟାରେଟର ମୂଲ୍ୟ 82,000 ଟଙ୍କା 300 ଟଙ୍କା ଥିବା ବେଳେ 24 କ୍ୟାରେଟର ମୂଲ୍ୟ 89,780 ଟଙ୍କା ରହିଛି। ତେବେ କୁହାଯାଉଛି ଯଥାଶୀଘ୍ର ଏବେ ସୁନାର ମୂଲ୍ୟ 1 ଲକ୍ଷ ଟପିବ ବୋଲି କୁହାଯାଉଛି। ଏପ୍ରିଲ 1 ରୁ ହେବ ମହଙ୍ଗା କାର। ସମସ୍ତ କାର କମ୍ପାନୀ କଲେ ବଡ ଘୋଷଣା। ଭାରତରେ କାର ବିକ୍ରି କରୁଥିବା ଅନେକ ବ୍ରାଣ୍ଡ ସେମାନଙ୍କ କାର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି। ଏପ୍ରିଲ 1, 2025 ମାରୁତି ସୁଜୁକି, ଟାଟା, କିଆ, ହ୍ୟୁଣ୍ଡାଇ, ହୋଣ୍ଡା ସମେତ ଅନେକ କାର କମ୍ପାନୀ ସେମାନଙ୍କର ମୂଲ୍ୟ ବୃଦ୍ଧି କରିବା ପାଇଁ ଯାଉଛନ୍ତି। କାର ମହଙ୍ଗା ହେବାର କାରଣ ହେଉଛି ଇନପୁଟ ଖର୍ଚ୍ଚ ବୃଦ୍ଧି କରାଯାଉଛି। ମାରୁତି ସୁଜୁକି ଏହାର ସମ୍ପୂର୍ଣ୍ଣ ଲାଇନ ଅପରେ ମଧ୍ୟ ବୃଦ୍ଧି କରିବାକୁ ଯାଉଛି। ମାରୁତି ସୁଜୁକି କାରର ମୂଲ୍ୟ କେତେ ବୃଦ୍ଧି ପାଇବ ସେ ବିଷୟରେ ଅଟୋ ନିର୍ମାତା ଏପର୍ଯ୍ୟନ୍ତ ସୂଚନା ଦେଇନାହାନ୍ତି। କିନ୍ତୁ କୁହାଯାଉଛି ଯେ ଏପ୍ରିଲ 1 ଠାରୁ ସବୁ କମ୍ପାନୀ କାରର ମୂଲ୍ୟ ବୃଦ୍ଧି କରିବେ। ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କର ଲିଖିତ ଉତ୍ତର। 5 ବର୍ଷରେ ଚାକିରି ହରାଇଛନ୍ତି 159 ସରକାରୀ ଅଧିକାରୀ। ଦୁର୍ନୀତି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ 5 ବର୍ଷରେ 159 ବାବୁ ବିଦା ହୋଇଛନ୍ତି ବୋଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖିଛନ୍ତି। ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବା ଦିଗରେ ସରକାର ପ୍ରୟାସ ଜାରି ରଖିଛନ୍ତି। 2014 ରୁ 2025 ଫେବୃଆରୀ ଯାଏଁ ଭିଜିଲାନ୍ସ 3,623 ଦୁର୍ନୀତି ନିବାରଣ ମାମଲା ପଞ୍ଜୀକରଣ କରିଛି। ସେଥିମଧ୍ୟରୁ 2553 ମାମଲାରେ ଫଇସଲା ହୋଇଛି। 59,47,84,891 ଟଙ୍କା ଜବତ ମଧ୍ୟ ହୋଇଛି। 1,093ଟି ମାମଲାରେ ଅଭିଯୁକ୍ତ 10 ମୁକ୍ତ ଏବଂ 939 ଦୋଷୀ ସାବ୍ୟସ୍ତ ମଧ୍ୟ ହୋଇଛନ୍ତି। ତେବେ ସରକାର ଏଥର କହିଛନ୍ତି ଦୁର୍ନୀତି ମୁକ୍ତ ହେବ ଓଡ଼ିଶା ଆଉ ଯେକୌଣସି ସରକାରୀ କର୍ମଚାରୀ ହୋଇଥାଉ। ଯଦି ଆୟ ବହିର୍ଭୂତ ସମ୍ପତ୍ତି ଏବଂ ଦୁର୍ନୀତି ହୋଇଥିବ ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। କାହାକୁ ବି ଛଡା ଯିବ ନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ।
एकाठी हेले दिल्ली गस्त गले नवीन और पांड्यान बीजेडी नुआ चाल चली ओडिशा राजनीति चर्चा धरुची 10 दिन मध्य बीजेडी मुखिया नवीन पट्टनायक नुहे दुई दुई थर दिल्ली गस्त एकाठी पांड्यान नवीन जाइछंती पीएम मोदी विरोधी डिलिमिटेशन बैठक में बीजेडी जोग देबा परे आलोचना घनैबार लगी तेबे समस्त मन में गोटे प्रश्न उंकी मारी बीजेडी लंडी मेंटर निकट में हेउची कि तेबे अन्यपटे नवीन पांड्यान एका संगे दिल्ली गस्त करबा कुआ जाउची दुई जण दिल्ली गस्त करी किछि योजना चलाइचंती बोली आलोचना होईची एहा वर्तमान सत्य कि नुहे ताहा मध्ये जणा पड़ी नाही तमिलनाडु मुख्यमंत्री एम के स्टालिन केंद्र सरकार विरोधी मेली थिबारु धन्यवाद जणाइचंती बीजेडी मुखिया वीडियो वार्ता देखि ता सहित मध्ये एति सहित एनडीए नुहे कांग्रेस सपोर्ट करियो बोली कहिचंती अन्यपटे कुआ जाउची जे बीजेपी को विरोध करबा को जाय नवीन पट्टनायक तमिलनाडु शरण पशिचंती बीजेपी सांसद सुकांत पाणिग्राही यह कहते बढ़िबनी विद्युत दर साधारण ग्राहकों पई खुशी खबर तेबे सरकार किछि दिन पूर्व विद्युत दर बढ़ियो बोली कहउथिले यूनिट पिछा 74 पैसा बा 1 टका बढ़ी पारे बोली कहा जाउथला किंतु एथर विद्युत दर बढ़िबो नाही बोली सरकार कहचंती डिजिटल पेमेंट रे 4% रिहाती मिलिबो एही प्रेस मीट रे कहा जाउछ जे प्रीपेड बिल पेमेंट कले 4% रिहाती मिलिबो विद्युत दर अपरिवर्तित ग्राहक को सामान्य आश्वस्ति मध्ये देइछि सेपटे सरकार केंद्र सरकार कहचंती सूर्य घर योजना जी आपणाइबो से मागणा बिजुली पाइबो बा तांकर विद्युत कोनोसी उपयोग हेबो नाही सोलर पैनल बा सूर्य घर योजना से माने मागणा विद्युत व्यवहार करि परिबे राजधानी रे तो लुटेरा माथिले एबे राजधानी रे नकली पुलिस बाबू मध्ये धरा पड़िचंती तेबे एभळे घटना घटची राजधानी भुवनेश्वर शहीद नगर थाना पुलिस हेफाजत रे एही नकली डीएसपी नकली सब इन्स्पेक्टर मानस रंजन सेनापति खूब शीघ्र ताकू अरेस्ट कर पचरा उचरा मजे जारी रही भद्रक बासुदेवपुर अंचल मानसकर डीएसपी साजी भुवनेश्वर खारबेल थाना अंचल मधुसूदन नगर रोते 2 लाख रु अधिक नकली टंका नकली पुलिस आईडी कार्ड पोलियो यूनिफॉर्म नकली नियुक्ति पत्र सहित मोबाइल कार टू आरंभ सबकि जबत कर शहीद नगर थाना पुलिस शहीद नगर अंचल नाइट ब्लॉकिंग चेकिंग बेले पुलिस हाथ में धरा पड़ती नकली डीएसपी बाबू तेबे केबे केहाटू एभली कार्यकारी होचंती केते दिनटर से नै पचरा उचरा करूची पुलिस केते पिला को चाकरी नारे ठकेचंती से नै मध्ये वर्तमान सुधा जणा पड़ी नाही पुलिस मानस को पचरा उचरा आरंभ करिछि एबे शहीद नगर पुलिस आ गोटे मध्ये दुख खबर छतुआ खाई की 2 शिशु कन्या को मृत्यु तेबे अंगनवाड़ी छतुआ खाई की 2 शिशु कन्या मृत्यु होइछि बेली खबर आछि छतुआ खाए पर असुस्थ होई पड़िथिले गोटे परिवार 4 सदस्य बापा समेत 3 झियो खाइथिले आ 3 झियोरु 2 झियोंकर मृत्यु होइछि एबे बापा आ बड़ झियो हॉस्पिटल चिकित्सा हेउचंती सबुटर आश्चर्य कथा हेउ जे एमिति केमिति हैला गुरुवार दिन छतुआ आनले शुक्रवार दिन गोली खाइले आ ता पर दिनठु एमानकर अवस्था खराब हे शेषर 2 जण शिशुंकर मध्ये मृत्यु होइछि जहा सेमाने सुनि कि मध्ये आश्चर्य हेउचंती चाषी खुशी खबर एही दिन मिलिबो पीएम किसान टंका तेबे कृषकों बड़ खबर केंद्र सरकार द्वारा कृषक को आर्थिक सहायता लागू प्रधानमंत्री किसान सम्मान निधि योजना 20तम किस्ती खूब जल्दी कृषकों अकाउंट को जीव सेपटे सीएम किसान बा मुख्यमंत्री देवे चाषी मान टंका अक्षय तृतीया दिन कहुचे आपण ता पूर्व डिबिट लिंक आपन सब किछि क्लियर कर दियंतु जाफल आपण अकाउंट मध्ये टंका आसीबो एपटे केंद्र सरकार कहछन्ती बैंक खाता को प्रति वर्ष 6000 सहायता करन्ती चाषी मानकू एथर 20तम किस्ती मिलबा पई जाउची जून मासरे पीएम किसान योजना परवर्ती किस्ती मिलिबो चाषी को अकाउंट को एने कोनोसी प्रकार विज्ञप्ति प्रकाश पाई नै किंतु कोइ जाउची जे जून मासरे को डेट रे मिलिबो निश्चित कर जाय नै किंतु जून मासरे मिलिबो 18तम किस्ती जाउथा बेले चलित वर्ष फेब्रुआरी 19तम किस्ती मध्ये मिलितला आ एथर 20तम किस्ती मिलिबा पई जाउची जे कृषक माने ई केवाईसी पूरा करि नै तुरंत करै नियंतु बैंक खाता आधार लिंक करबा जरूरी आ सेही कृषक सरकारी सहायता पाई पारे बेली अष्टम वेतन रे शामिल हेबेनी एही विभाग केंद्र सरकार द्वारा अष्टम वेतन कमिशन गठन को अनुमोदन मिलिबा परे तबे सरकारी कर्मचारी मध्य खुशीर लहरी खेली जाइछि लक्ष लक्ष सरकारी कर्मचारी आशावादी अष्टम वेतन कमिशन लागू हे परे सेमानक दरमा यथेष्ट वृद्धि पाइबो तथापि किछि विभाग अछंती अष्टम वेतन कमिशन अधीन रे आसीबो नाही तबे अष्टम वेतन कमिशन लागू पाई मध्य सेमानक दरमा वृद्धि पाइबो नाही वर्तमान देश रे सप्तम वेतन कमिशन कार्यकारी लागू होइछि किंतु अष्टम वेतन आसिया परे सैलरी पाखा पाखी 40% बा 30%
बढ़िजिवो। तेबे कुहाଯାଉଛି 10 ବର୍ଷରେ ନୂତନ ବେତନ କମିଶନ ଲାଗୁ କରାଯାଇଥାଏ। ଆଉ ପ୍ରଥମ ବେତନ କମିଶନ 1946 ମସିହାରେ ଗଠିତ ହୋଇଥିଲା। ଯେଉଁ ସମସ୍ତ କର୍ମଚାରୀ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ ବା ପିଏସୟୁ ରେ କୌଣସି ସହାୟତା ସଂସ୍ଥାରେ କର୍ମଚାରୀ ବା ହାଇକୋର୍ଟ ବା ସୁପ୍ରିମକୋର୍ଟ ବିଚାରପତି ସେମାନେ ବେତନ କମିଶନ ପରିସର ବାହାରେ ରହିବେ। ଏହାର ଅର୍ଥ ହେଉଛି ଲୋକମାନେ ସେମାନେ ବେତନ କମିଶନ ପ୍ରଯୁଜ୍ୟ ନୁହେଁ। ସେମାନଙ୍କ ଦରମା ଭତ୍ତା ପାଇଁ ଭିନ୍ନ ନିୟମ ଅଛି। ତେବେ ଅଷ୍ଟମ ବେତନ କେଉଁମାନଙ୍କୁ ଲାଗୁ ହେବ ନାହିଁ ବୋଲି କୁହାଯାଇଗଲା। ତା ସହିତ ମଧ୍ୟ ଅଷ୍ଟମ ବେତନ କମିଶନରେ କୁହାଯାଉଛି ଫିଟମେଣ୍ଟ ଫ୍ୟାକ୍ଟର ଭତ୍ତା ଉପରେ ଆଧାରିତ ଦରମା ବୃଦ୍ଧି କରାଯିବ। ରିପୋର୍ଟ ଅନୁଯାୟୀ ଅଷ୍ଟମ ବେତନ କମିଶନ ଫିଟମେଣ୍ଟ ଫ୍ୟାକ୍ଟର 1.92 2.86 ମଧ୍ୟ ହୋଇପାରେ। ଅର୍ଥାତ୍ ସରକାରୀ କର୍ମଚାରୀଙ୍କ ମୂଳ ଦରମା 18,000 ଟଙ୍କାରୁ ସିଧାସଳଖ 51,000 ଟଙ୍କାକୁ ବୃଦ୍ଧି ପାଇବ, ଯାହା ସବୁଠାରୁ ବଡ କଥା, ଖୁସିର କଥା। ଏଣିକି ଟିକେଟ ବୁକ୍ କରିବା ପରେ ଆସିବ ଏହି ମେସେଜ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ସୋମବାର ଦିନ ଏହି ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି। ବର୍ତ୍ତମାନ ଆପଣ ଯେତେବେଳେ ଫ୍ଲାଇଟ୍ ବୁକ୍ କରିବେ ଆପଣଙ୍କୁ SMS ଆଉ ହ୍ୱାଟ୍ସଆପ୍ ଜରିଆରେ ମେସେଜ ଯିବ। ଏଥିରେ ନିଜ ଅଧିକାର ସୁବିଧା ଗୁଡ଼ିକ ସୂଚନା ଦିଆଯିବ। ତେବେ DGCA ନିର୍ଦ୍ଦେଶ ମୁତାବକ ସମସ୍ତ ଏୟାରଲାଇନ ସ୍ପଷ୍ଟ କରିବାକୁ ପଡ଼ିବ ଯେ ଟିକେଟର ବୁକିଂ ସଙ୍ଗେ ସଙ୍ଗେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ୱେବସାଇଟରେ ଉପଲବ୍ଧ କରି ଚାର୍ଟର ଅନଲାଇନ ଲିଙ୍କ SMS ବା ହ୍ୱାଟ୍ସଆପ୍ ଜରିଆରେ ପଠାଇ ଦିଆଯିବ। ଏହି ଲିଙ୍କରେ ଯାତ୍ରୀମାନଙ୍କର ଅଧିକାରକୁ ଆରମ୍ଭ କରି ନିୟମ, ଅଭିଯୋଗ, ତା ସହିତ ସମାଧାନ ସମୁଦାୟ ସବୁକିଛି ସୂଚନା ଉପଲବ୍ଧ ଅଛି, ଯାହାଫଳରେ ଯାତ୍ରୀଙ୍କୁ ସମସ୍ତ ପରିସ୍ଥିତିରେ ଏହା ସାହାଯ୍ୟ ମଧ୍ୟ କରିବ। ତେବେ ବହୁତ ଦିନ ପରେ ଜିଓ, ଏୟାରଟେଲ, ବିଏସଏନଏଲ ଆଣିଲେ ସବୁଠୁ ବଡ ଶସ୍ତା ପ୍ଲାନ। ତେବେ ବିଏସଏନଏଲ ଶସ୍ତା ରିଚାର୍ଜ ପ୍ଲାନ ଲୋକମାନଙ୍କୁ ସିମ୍ କୁ କିଣିବା ପାଇଁ ପସନ୍ଦ କରନ୍ତି। ଏହି ସିମ୍ ର ବ୍ୟବହାର ବର୍ତ୍ତମାନ ସମୟରେ ବଢିବାରେ ଲାଗିଛି। ବିଏସଏନଏଲ 5G ମଧ୍ୟ ଖୁବ୍ ଜଲ୍ଦି ଆଣିବା ପାଇଁ ଯାଉଛି। ତେବେ 84 ଦିନର ଶସ୍ତା ରିଚାର୍ଜ ପ୍ଲାନ ଗ୍ରାହକଙ୍କୁ ଆଣିଛି ଏହି କମ୍ପାନୀ। ବିଏସଏନଏଲ 599 ଟଙ୍କା ରିଚାର୍ଜ ପ୍ଲାନ ଅଛି। ଅନ୍ୟ ଟେଲିକମ କମ୍ପାନୀ ପ୍ଲାନ ଗୁଡିକ ଭଲ ସେବା ମଧ୍ୟ ଯୋଗାଇଛି। ତେବେ କୁହାଯାଉଛି ଯେ ଏଥର 84 ଦିନ ଭ୍ୟାଲିଡିଟି ଅଛି। ଯେକୌଣସି ସ୍ଥାନକୁ ମଧ୍ୟ ଫୋନ କଲେ ଗ୍ରାହକକୁ ସମସ୍ତ ପ୍ରକାର ସୁବିଧା ମିଳିବ। ଏହି ରିଚାର୍ଜ ଅନଲିମିଟେଡ କଲିଂ ମଧ୍ୟ ସୁବିଧା ମିଳିଛି। ତେବେ କୁହାଯାଉଛି ପ୍ରତ୍ୟେକ ଦିନ ଗ୍ରାହକଙ୍କୁ 100 ମେସେଜ କରିବାର ସୁବିଧା ଅଛି। ତା ସାଙ୍ଗକୁ ଅନଲିମିଟେଡ ଇଣ୍ଟରନେଟ ସୁବିଧା ମଧ୍ୟ ରହିଛି। କେବଳ ବିଏସଏନଏଲ ଏସବୁ ହୋଇଛି। ଶସ୍ତା ହେବ ପିଆଜ। ଭାରତ ସରକାର ପିଆଜ ରପ୍ତାନୀ ଉପରେ 20% ଶୁଳ୍କ ପ୍ରତ୍ୟାହାର କରିଛନ୍ତି। ଏହି ଛାଡ଼ ଏପ୍ରିଲ 1, 2025ରେ ଲାଗୁ ହେବ। ଉପଭୋକ୍ତା ବ୍ୟାପାର ବିଭାଗର ଯୋଗାଯୋଗ କର୍ମେ ରାଜସ୍ୱ ବିଭାଗ ଦ୍ୱାରା ଆଜି ଏ ସମ୍ବନ୍ଧରେ ବିଜ୍ଞପ୍ତି ଜାରି ରହିଛି। ଘରୋଇ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାର ଶୁଳ୍କ ଏବଂ ସର୍ବନିମ୍ନ ରପ୍ତାନୀ ମୂଲ୍ୟ ଏପରିକି 2023 ଡିସେମ୍ବର 8 ରୁ 2024 ମେ ପର୍ଯ୍ୟନ୍ତ 5 ମାସ ରପ୍ତାନୀ ନିଷେଧ ଜାରି ରଖିଛନ୍ତି। ତା ସହିତ ଏହି ମାଧ୍ୟମରେ ରପ୍ତାନୀ ରୋକିବା ପାଇଁ ପଦକ୍ଷେପ ମଧ୍ୟ ନିଆଯାଇଛି। ବର୍ତ୍ତମାନ ହଟାଇ ଦିଆଯାଇଥିବା 20% ରପ୍ତାନୀ ଶୁଳ୍କକୁ 13 ସେପ୍ଟେମ୍ବର 2024ରେ ଲାଗୁ ହୋଇଛି। ତେବେ ଏଥର ପିଆଜ ଦର କମିବ ବୋଲି କୁହାଯାଉଛି। ରବି ଫସଲ ଭଲ ଆଗମନ ପରେ ଉଭୟ ମଣ୍ଡି ଓ ଖୁଚୁରା ବ୍ୟବସାୟ ମୂଲ୍ୟ ହ୍ରାସ ପାଇଛି। ଏପଟେ ଯାହା ଫଳରେ ଗ୍ରାହକଙ୍କୁ ମିଳିବ ଆଶ୍ୱସ୍ତି, ପିଆଜ ଦର ମଧ୍ୟ କମିବ। କିଛି ଲୋକ ଅଭିଯୋଗ କରିଛନ୍ତି ଯେ ଚାଲାଣ ଅନଲାଇନ ପେମେଣ୍ଟ କଲେ ବି ଚାଲାଣ ତାଙ୍କର ଶୋ କରୁଛି, ଏଭଳି କିଛି କହିଛନ୍ତି। ତେବେ କୁହାଯାଉଛି ଯେ ଗାଡିର କିଛି ଯଦି ଆପଣ ମାନେ ରଙ୍ଗ ରୁଟରେ ଯିବେ ବା ଲାଇସେନ୍ସ ନଥିବ ସବୁ ପ୍ରକାର ଫାଇନ ଏବେ ହୋଇଯାଇଛି। ତେବେ ଜଣେ ବ୍ୟକ୍ତି 10,000 ଟଙ୍କା ଜୋରିମାନା ଲାଗିଥିଲା। 10,000 ଟଙ୍କା ଅନଲାଇନରେ ପେମେଣ୍ଟ କରିଥିଲେ। ତା ସତ୍ତ୍ୱେ ମଧ୍ୟ ତାଙ୍କର ଚାଲାଣ ଶୋ କରୁଛି। ବାରମ୍ବାର କୋର୍ଟ ଟୁ ବାର ଠୁ ଆରମ୍ଭ କରି ସବୁଆଡେ ଦୌଡ଼ିଲେଣି, କୌଣସି ସୁଫଳ ମିଳୁନାହିଁ। ଟଙ୍କା ଜମା ପରେ ବି କଟୁନି ଜରିମାନା। କୋର୍ଟ ଏବଂ ଆରଟିଓ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି କିଛି ଲୋକେ। ସେଭଳି ମଧ୍ୟ ଆପଣଙ୍କର ଯଦି 90 ଦିନ ମଧ୍ୟରେ ଯଦି ଜରିମାନା ଦାଖଲ ନୁହେଁ ତେବେ କୋର୍ଟକୁ ସ୍ଥାନାନ୍ତର ହୋଇଥାଏ। ପରେ ଗାଡି ମାଲିକ କୋର୍ଟରେ ଜରିମାନା କରେ। ଜମା ହେବା ପରେ କୋର୍ଟ ଇମେଲ ଜରିଆରେ ସମ୍ପୃକ୍ତ ଆରଟିଓକୁ ଅବଗତ କରାନ୍ତି। ଆରଟିଓ ଜରିମାନା କାଟିବା ପରେ ଗାଡିଟି ବିବାଦ ମୁକ୍ତ ହୋଇଥାଏ। କିନ୍ତୁ କୋର୍ଟରେ ଜମା ପରେ ବି ଜରିମାନା କଟୁ ନଥିବାରୁ ମାଲିକ ଫସି ରହୁଛନ୍ତି। ତେବେ ଆପଣ ମାନେ 90 ଦିନ ପୂର୍ବରୁ ଗାଡିର ଯେତିକି ସବୁ ଅଛି ଫାଇନ ତୁରନ୍ତ ଦେଇ ନିଅନ୍ତୁ। ବିଧାନସଭାରେ 18 ଦିନରେ ମାତ୍ର 31 ଘଣ୍ଟାର କାର୍ଯ୍ୟ ହୋଇଛି। ବିରୋଧୀ ଦଳ ବିଜେଡି କଂଗ୍ରେସର ଆଚରଣ ପାଇଁ ଓଡ଼ିଶା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ସମାଲୋଚନା କରିଛନ୍ତି। ଉଭୟ ଦଳର ଆଚରଣକୁ ଅଣ ସଂସଦୀୟ ଗଣତାନ୍ତ୍ରିକ ମାନଦଣ୍ଡ ପାଇଁ କ୍ଷତିକାରକ ବୋଲି କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ବାରମ୍ବାର ବାଧାପ୍ରାପ୍ତ ଯୋଗୁଁ ବିଧାନସଭାରେ 18 ଦିନ ମଧ୍ୟରେ ମାତ୍ର 31 ଘଣ୍ଟାର କାର୍ଯ୍ୟ ସରିଛି। ରାଜ୍ୟ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକ ସମାଧାନ ଗୁରୁତ୍ୱ ଉପରେ ଆଲୋକପାତ କରି ପୂଜାରୀ ବିରୋଧୀ ଦଳକୁ ବିଶୃଙ୍ଖଳା ରଣନୀତି କରିବା ପରିବର୍ତ୍ତେ ଅର୍ଥପୂର୍ଣ୍ଣ ଆଲୋଚନାରେ ସାମିଲ ଅନୁରୋଧ କରିଛନ୍ତି। ଅନ୍ୟ ରାଜ୍ୟ ବିଧାନସଭାରେ ଘଟିଥିବା ସମାନ ଘଟଣାଗୁଡ଼ିକ ଉଲ୍ଲେଖ କରି ସଂସଦୀୟ କାର୍ଯ୍ୟରେ ମର୍ଯ୍ୟାଦା ଓ ସମ୍ମାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ ରଖିଛନ୍ତି କହିଛନ୍ତି। ତା ସହିତ ମଧ୍ୟ ଏସବୁ କରିଲା ପରେ କିଛି ଆବଶ୍ୟକ ପଡିଲା ନାହିଁ। ସେପଟେ ମଧ୍ୟ କିଛି କହିଛନ୍ତି ଯେ କଂଗ୍ରେସର କର୍ମୀମାନେ ଏମିତି ହଟ୍ଟଗୋଳ କରିଥିଲେ, ଯାହାଫଳରେ ବାରମ୍ବାର ବାଚସ୍ପତି ମୁଲତବୀ ରଖୁଥିଲେ।
एसएचजी महिला खुशी खबर ऋण छाड़ हेब एसएचजी महिला एने मुख्यमंत्री कहते ऋणर सुध फेरइबे पूर्व सरकार जी सब ऋण लेते ऋणर सुध फेरइबे मुख्यमंत्री बोली कहते सहित छात्र छात्री माधव सिंह योजना मुख्यमंत्री देते 5,000 टंका जनवरी मसरे 3 लाख छात्र छात्री उपकृत होती सहित छात्र छात्री आउ गोटे बड़ खुशी खबर आसो बोली कहुযাଉଛି बढ़िबो तापमात्रा एबे लगातार 3 दिन वर्षा होइतिला काल बैशाखी सरिला एथर पुणी आरंभ होइजिवो तापमात्रा 2 रु 4 डिग्री तापमात्रा वृद्धि पाइबो एने सकाळ स्कूल सकाळ अंगनवाड़ी मध्ये होइछि ता सहित मध्ये कहैछि गुळे गुळे रक्षा करिया पई आपनकर हातरे गामोछा पानी सब किछि रखिबा दरकार स्कूल मानकर ओआरएस मध्ये अछि कोनोसी प्रकार असुविधा हेबो नाही 3 दिन मध्ये राज्यर तापमात्रा 40 डिग्री सेल्सियस अतिक्रमण करियो बोली कुआ जाउछि से नै कि मध्ये एबे पाखापाखि कुआ जाउछि 10टी जिल्ला को येलो अलर्ट करिछि तबे नयागढ़ खोर्धा पुरी जगतसिंहपुर केन्द्रापड़ा कटक जाजपुर भद्रक बालेश्वर केउंझर आदि जिल्ला रे मध्ये खरा हेउ बोली कुआ जाउछि राष्ट्रपति गतकाली आसिथिले शबर राजा विश्वबसुक गाँ कालियापल्ली शबर संप्रदाय द्वारा चली महायज्ञ ता सहित मध्ये राष्ट्रपति महामहिम आसी फाउंडेशन प्रतिष्ठा करथिले मुख्य अतिथि भाव जोग देइथिले जय जगन्नाथ कही नीलमाधव कही विश्वबसुक कहिथिले राष्ट्रपति ता सहित मध्ये राष्ट्रपति गस्त थिबारु एबे दृष्टि 30 प्लाटून फोर्स मुतयन थिले प्रस्तुति चूड़ांत पछरे नयागढ़ जिलापाल नयागढ़ एसपी एडीजी केन्द्रांचल आईजी एवं खंडपड़ा विधायक समस्त उपस्थित थिले ता सहित मध्ये कुआ जाउछि एने कालियापल्ली ग्रामवासी कहछन राष्ट्रपति आम गाँ को आछन बहुत खुशी लागुछि तेबे आमे केबे भाबी नथिलु जे राष्ट्रपति आम गाँ को आसीबे से आसिले एथिपई आम गाँवासी पूरा खुशी अछंती आउ निर्वाचन लड़िबे नाही निरंजन पटनायक युवपीढ़ी को आगकू छाड़िबे युवपीढ़ी को आगकू रास्ता देखाइबे बोली कहछंती तेबे बयस अधिक कारणरू एबे निर्वाचन लड़िबे नाही युवपीढ़ी को आगकू रास्ता छाड़िबा दरकार बोली से कहछंती ता सहित गतकाली गोटिया मंचरे बसले निरंजन पटनायक तांको पुओ नवज्योति पटनायक एपटे निरंजन पटनायक कहले बयस होई गलानी पुओ को छाड़िबे रास्ता सेपटे जयदेव जेना कहले आमे आम घर मुखिया निरंजन को छाड़िबु नाही निरंजन पटनायक प्रतिज्ञा रे कहछन तांको पुओ नवज्योति कहले आम बापा बापा आम आदर्श तेबे तांको परिश्रम आमे करि परिबु नाही राजनीति रे निरंजन पटनायक बिना कांग्रेस आड़को आगको बढ़ी परिबो नाही बोली कहछंती जनसाधारण को जीवन उपरे खेल तेबे राज्य में नकली औषध जबत होईची 3 वर्ष रे 84 नकली मेडिसिन चिन्हट होईची एने स्वास्थ्य मंत्री मुकेश महालिंग सूचना मध्ये देइचंती राज्य में घी पूजा टू आरंभ करी गाड़ी इंजिन ऑयल टू आरंभ करी सब किछि डुप्लिकेट बारथला एबे औषध मध्ये बारलानी लोक जीवन बंचा पई औषध खाउचंती किंतु शेष रे नकली औषध खाई जीवन मध्ये केतळे पळैबो तेबे मंत्री को सूचना अनुसार 3 वर्ष भितर 13,052 नमूना परीक्षा होइतिला सेतिरु 84 मेडिसिन नकली चिन्हट होइतिला एही नकली मेडिसिन 107 मामला 15 जन गिरफ बंद कराइतिला बेले 3 वर्ष रे पाखापाखि 3462 चढ़ाऊ कराइतिला बेली कुआ जाउची गत किछि वर्ष रे ओडिसा रे नकली किमा नकली औषधर बड़ वृद्धि घटिची जहां अनेक रोगी को जीवन को विपद रे पकाउची रिपोर्ट अनुसार उत्तर प्रदेश मध्य प्रदेश कोलकाता हैदराबाद भली अन्य स्थान नकली औषध जोगाण करा जाउतिला मंत्री कहछन जे ओडिसा रो राज्य मेडिकल कॉर्पोरेशन द्वारा किना जाइतिबा 103 औषध निर्ममान जना पड़िछि 3 वर्ष मध्य 4 जोगाणकारी को कला तालिकाभुक्त मध्य करा जाइछि विदेश को आंब जोगाइबो ओडिशा तेबे कुआ जाउछि ए नै बुझाबणा पर स्वाक्षरित होईछि राज्य सरकार सहित एक एनजीओ संस्था स्वाक्षरित होईछि 15 वर्ष पई एमओयू होईछि राज्य सरकार सहित क्वीन पात्र एवं प्रधान एनजीओ सहित चुक्ति स्वाक्षरित होईछि बोली उपमुख्यमंत्री कनक वर्धन देवसिंह कहिसंती ढेंकानाल रो आंब मिठा एवं आंबर चाहिदा विदेश रे रहितबारु रप्तानी हेबो एनै सरकार निष्पत्ति नेइचंती बोली उपमुख्यमंत्री प्रभाती परिडा सूचना देइचंती केंद्र सरकार बड़ घोषणा महिला को स्वावलंबी करने केंद्र सरकार नुआ नुआ योजना रखुच्च सेपटे दिल्ली सरकार महिला समृद्धि योजना महिला मान 2500 टंका मागणा 2टी गैस मिलूँ सहित एपटे उत्तर प्रदेश में कॉलेज छुआ मान कॉलेज झील मान मेधावी छात्री को मागणा स्कूटी मिल तेज केउ मानक मिल जो मैंने मेधावी छात्री घर दूर कॉलेज जावास कर मागणा स्कूटी मिल केउ मानक महिला समृद्धि योजना 2500 टंका मिल जो मैंने बीपीएल कार्ड धारी 2500 टंका मिल
ସେପଟେ ସରକାର କହିଛନ୍ତି ବିଜେପି ସରକାର ଆସିଲା ପରେ ସମସ୍ତ ପ୍ରକାର ସୁବିଧା ପାଉଛନ୍ତି ମା ଏବଂ ମହିଳା ମାନେ। ତା ସହିତ ମଧ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ଲକ୍ଷପତି ଯୋଜନା ସାମିଲ କରିବା ପାଇଁ। ଏପଟେ ପିଏମ୍ ଆବାସରେ ଯଦି ଓଡ଼ିଶାରେ ମଧ୍ୟ 20 ଲକ୍ଷ ହିତାଧିକାରୀ ଉପକୃତ ମଧ୍ୟ ହେବେ। ତା ସହିତ ମଧ୍ୟ ଟୋଟାଲ ଦେଶରେ ମଧ୍ୟ 3.5 କୋଟି ଲୋକ ଉପକୃତ ହେବେ ପିଏମ୍ ଆବାସରେ। ଅନ୍ତର୍ଦୟ ଗୃହ ଯୋଜନାରେ ମଧ୍ୟ ଏଥର ସାମିଲ ହେବେ ଓଡ଼ିଶାର ବହୁତ କର୍ମଚାରୀ ଏବଂ ବହୁତ ଲୋକ ଏଥିରେ ଲାଭବାନ ହେବେ ବୋଲି କୁହାଯାଉଛି। ଟିକସ ଦେଇନଥିଲେ ସିଲ୍ ହେବ। ତେବେ ବିଏମ୍ସି ଏଥର ରାଜସ୍ୱ ଆଦାୟର ରେକର୍ଡ କରିବ। ମାର୍ଚ୍ଚ ତୃତୀୟ ସପ୍ତାହ ସୁଦ୍ଧା 180 କୋଟି ଟଙ୍କାର ରାଜସ୍ୱ ଆଦାୟ ସରିଲାଣି। ଆଜିଠାରୁ ଜୋରଦାର ଚଢ଼ାଉ କରାଯିବ। ଯେଉଁ ବ୍ୟବସାୟୀ ଅନୁଷ୍ଠାନିକ ହୋଲ୍ଡିଂ ଟ୍ୟାକ୍ସ ଫାଙ୍କୁଛନ୍ତି ସେମାନଙ୍କ ଦୋକାନ ସିଲ୍ କରିବ ବିଏମ୍ସି ବୋଲି ଚେତାବନୀ ଦେଇଛି। ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ବିଏମ୍ସି 178 କୋଟି ଟଙ୍କା ରାଜସ୍ୱ ଆଦାୟ କରିଛି। ସେଥିମଧ୍ୟରୁ 75 କୋଟି ଟଙ୍କାର ହୋଲ୍ଡିଂ ଟିକସ ଏବଂ ଟ୍ରେଡ୍ ଲାଇସେନ୍ସ ବାବଦକୁ 5 କୋଟି ଏବଂ ବିଜ୍ଞାପନରେ 10 କୋଟି ଏବଂ ଅର୍ବାନ ରେଣ୍ଟରେ 5.5 କୋଟି ଏବଂ ପାର୍କିଂରେ 90 ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ ବାବଦକୁ 40 କୋଟି ଟଙ୍କା ରାଜସ୍ୱ ଆଦାୟ କରିଛି। ଉତ୍ତର ଜୋନରେ 49 କୋଟି ଟଙ୍କା ଟାର୍ଗେଟ ରହିଥିଲା। ଆଦାୟ ହୋଇଛି ମାତ୍ର 26 କୋଟି ଟଙ୍କା। ଟାର୍ଗେଟରେ ଆହୁରି 52% ଆଦାୟ ହୋଇପାରିବ ବୋଲି କୁହାଯାଉଛି। ସୁଭଦ୍ରା ଯୋଜନାକୁ ନେଇକି ବଡ଼ ଅପଡେଟ୍। ଏଣିକି 3ଟି କିସ୍ତି ମିଳିବ ସୁଭଦ୍ରାରେ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତ ପରିଡ଼ା ସୂଚନା ଦେଇଛନ୍ତି। କହିଛନ୍ତି ଯେ ଏଥର 3000 ଗାଁ ବାଦ୍ ପଡ଼ିଛନ୍ତି। ତାଙ୍କ ଭିତରୁ ବଣ୍ଡା ଜାତି ସଦସ୍ୟ ମଧ୍ୟ ଅଛନ୍ତି। ରାଜ୍ୟ ବାହାରେ ମଧ୍ୟ ମହିଳାମାନେ କାମ କରୁଛନ୍ତି। ସେମାନେ ମଧ୍ୟ ଆବେଦନ କରିନାହାନ୍ତି। ତାଙ୍କ ଭିତରୁ ମଧ୍ୟ 21 ବର୍ଷ ଯେଉଁମାନଙ୍କୁ ହୋଇଗଲାଣି ସେମାନେ ମଧ୍ୟ ଆବେଦନ କରିପାରିବେ। ମାର୍ଚ୍ଚ 31 ତାରିଖ ଆବେଦନ ଶେଷ ତାରିଖ। ତାପରେ ରକ୍ଷାବନ୍ଧନ ଦିନ 3ଟି କିସ୍ତି ମିଳିବ ବୋଲି ସରକାର ସୂଚନା ଦେଇଛନ୍ତି। ଭତ୍ତା ଟଙ୍କାକୁ ନେଇକି ବଡ଼ ଅପଡେଟ୍। ଏଥର ରାଜ୍ୟରେ ଭତ୍ତା ଟଙ୍କା ସମସ୍ତଙ୍କୁ ମିଳିବା ପାଇଁ ଯାଉଛି। 80 ବର୍ଷର ଉର୍ଦ୍ଧ୍ୱ ହିତାଧିକାରୀ ଭତ୍ତା 3500, ଦିବ୍ୟାଙ୍ଗମାନଙ୍କୁ 3500 ମିଳିବ। କିଛି ଲୋକ ବାକି ଥିଲେ ସରକାର କହିଛନ୍ତି। ତା ସହିତ 6 ଲକ୍ଷ ଲୋକ ଏବେ ଭତ୍ତା ନୂଆ ଭତ୍ତା ପାଇଁ ଆବେଦନ କରିଛନ୍ତି। ଯେଉଁମାନେ 4 ଲକ୍ଷ ତାଙ୍କ ଭିତରୁ ଅଛନ୍ତି 60 ବର୍ଷର ଉର୍ଦ୍ଧ୍ୱ ହିତାଧିକାରୀ। ତାଙ୍କ ଭିତରୁ 1 ଲକ୍ଷ ଅଛନ୍ତି 80 ବର୍ଷର ଉର୍ଦ୍ଧ୍ୱ ହିତାଧିକାରୀ। କିଛି ଦିବ୍ୟାଙ୍ଗ ଅଛନ୍ତି, କିଛି କୁଷ୍ଠରୋଗୀ ଅଛନ୍ତି। ଏମାନେ ସବୁ ଭତ୍ତା ପାଇବେ 3500 ଟଙ୍କା। ସରକାର ଏପରେ ସର୍ଭେ କରୁଛନ୍ତି ତେଣୁ ଯୋଗ୍ୟ ହିତାଧିକାରୀ 3500 ମିଳିବ ସମସ୍ତଙ୍କୁ। ତା ସହିତ 60 ବର୍ଷ ଉର୍ଦ୍ଧ୍ୱ ହିତାଧିକାରୀ ଭତ୍ତା ଟଙ୍କା ବଢ଼ିବ ବୋଲି ସରକାର ଏପଟେ କହିଛନ୍ତି। ତେବେ ରାସନ କାର୍ଡକୁ ନେଇକି ବଡ଼ ଅପଡେଟ୍। ରାସନ କାର୍ଡରେ 1000 ଟଙ୍କା ସହାୟତା ମିଳିବ ଏନେଇ କେନ୍ଦ୍ର ସରକାର କହିଛନ୍ତି। ଯେଉଁମାନଙ୍କ ରାସନ କାର୍ଡ ଅଛି, ଆର୍ଥିକ ସଚ୍ଛଳ ନାହାନ୍ତି, ଇନକମ୍ ଜିରୋ, ତାଙ୍କୁ ମିଳିବ 1000 ଟଙ୍କା। ରାସନ କାର୍ଡରେ ସରକାର ଏବେ ଓଡ଼ିଶାରେ ଗହମ ମଧ୍ୟ ମିଳିବ ବୋଲି କହିଛନ୍ତି। ରାସନ କାର୍ଡ ନୂଆ ରାସନ କାର୍ଡ ବଣ୍ଟନ ହେବ ବୋଲି କୁହାଯାଉଛି। ଖୁବ୍ ଜଲ୍ଦି ପୋର୍ଟାଲରେ ଆସିବ ଲିଷ୍ଟ ବୋଲି କୁହାଯାଉଛି। ଯେଉଁମାନେ ପୂର୍ବରୁ ଆବେଦନ କରିଥିଲେ ତାଙ୍କ ପାଇଁ ଖୁସି ଖବର, ରାସନ କାର୍ଡ ଏବେ ମିଳିବା ପାଇଁ ଯାଉଛି। ତା ସହିତ ମଧ୍ୟ ଆଉ ଗୋଟେ ବଡ଼ ଖବର, ଗାଡ଼ି ଚଲାଇ ମଦ ପିଇ ଗାଡ଼ି ଚଲାଇଲେ 5000 ଟଙ୍କା ଫାଇନ ଦେବା ସହିତ ଗାଡ଼ି ଜବତ ହେବ ବୋଲି ସରକାର କହିଛନ୍ତି। ଏଥର ଟ୍ୱିନ୍ ସିଟିରେ ଚାଲିଛି ଜୋରଦାର ଚେକିଂ। ତେଣୁ ତା ପୂର୍ବରୁ ଆପଣମାନେ ହୋଇଯାଆନ୍ତୁ ସାବଧାନ। ତେବେ ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର କିଛିଟା ଗୁରୁତ୍ୱପୂର୍ଣ୍ଣ ଖବର। ଏଇଭଳିଆ ଖବର ପ୍ରତ୍ୟେକ ଦିନ ଦେଖିବା ପାଇଁ ହେଲେ ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ଭୁଲିବେ ନାହିଁ। ଆଉ ଆଜି ସନ୍ଧ୍ୟାର ଖବର ଦେଖିବା ପାଇଁ ହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ, ଯାହାଫଳରେ ଆଗାମୀ ଭିଡ଼ିଓ ଆପଣମାନେ ଦେଖିପାରିବେ। ଜୟ ଜଗନ୍ନାଥ।